ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର। ବ୍ୟାଙ୍କ ତରଫରୁ ଆସିଥିଲି। ବ୍ୟାଙ୍କରୁ ଆମ ଘରୁ କବେ ଆସିଛ? ଆରେ ନା ନା ନା, ଆମ ବ୍ୟାଙ୍କ ଆପଣଙ୍କଠୁ 2 ବର୍ଷ ତଳେ କିଛି ପଇସା ଧାର ନେଇଥିଲା। ସେଇ ପଇସା ରିଟର୍ନ କରିବା ପାଇଁ ଆମ ବ୍ୟାଙ୍କ ପଠେଇଛି। ସାର୍ ଆପଣ ବି ନା ବହୁତ ଭଲ କମେଡି କରୁଛନ୍ତି। ବ୍ୟାଙ୍କ କଣ ଆମ ଭଳିଆ ଗରିବ ଲୋକଙ୍କ ପାଖରେ ପଇସା ନବ? ସିଏ ଆମକୁ ପଇସା ଦବ ନା। ଆଉ ତ ଜାଣିଛନ୍ତି 2 ବର୍ଷ ଲୋନ ନେଇଛନ୍ତି, ସୁଝି ନାହାନ୍ତି। କୋଉ ତାଙ୍କ ସୁଝିବେ କୁହନ୍ତୁ ଆଜି। ଆପଣ ପଇସା ଆପଣ ପାଇଯିବେ, ବ୍ୟସ୍ତ ହୁଅନ୍ତୁନି। ଆମ ପୁଅ ଆସିଲେ ଆପଣ ପଇସା ଆପଣ ଦେଇଦବ। ଆପଣଙ୍କ ପୁଅ ଦବ? ହଉ ଡାକ, ତମ ପୁଅକୁ ଡାକ, ମୁଁ କଥା ହେଇଯିବି। ଆଉ ଆରେ ସିଏ କଣ ଏଠି ଅଛି? କଣ ଏଠି ରହୁନି? କୋଉଠି ରହୁଛି? ଆରେ ସିଏ ଜନ୍ମ ହେଇନାହିଁ। କଣ ବା ତମ ମାଉସୀ ଚୁଟି ପାଚିଗଲାଣି, କହୁଛ ମୋ ପୁଅ ଜନ୍ମ ହେଇନି? ତମ ପୁଅର ବା ବାହାଘର ବର୍ଷ ହବନି। ଆରେ ମୋ ପୁଅ ନୁହଁ, ସେ ମୋ ପୁଅର ପୁଅ, ମାନେ ମୋ ନାତି। ଆରେ ମୋ ପୁଅର ବାହାଘର ହେଇନି, ଆର ମାସ ତା ବାହାଘର। ତାପରେ ପୁଅ ହବ, ସେ ଚାକିରି ବାକିରି କରିବ, ତାପରେ ଆସିକି ଆପଣଙ୍କ ଲୋନ ଟା ସୁଝିବ। ଆଉ କଣ ତମ ପୁଅର ବାହାଘର ହେଇନି? କୋଉ ଦିନ ବାହାଘର ହବ, ତମ ଛୁଆ ଜନ୍ମ ହବ, ସେ ଚାକିରି ବାକିରି କରିବ, ଆସି ସୁଝିବ। ତାହେଲେ ମୋ ପୁଅର ପୁଅକୁ କହିବି, ସିଏ ଆସି ତାର ଲୋନ ନେଇକି ଯିବ। ମୁଁ ଯାଉଛି ହେଲା।